ବିଜେଡିର ଭବିଷ୍ୟତ କ'ଣ ହେବ? କାହିଁକି ପାଣ୍ଡିଆନ ଆଉ ନବୀନ ସ୍ଥିର? ବିଜେଡି ଢୋଲରେ ମୂଷା ସାଜିଛି କେଉଁ ନେତା? କାହା ବୋଲରେ ବିଜେଡି ତୃଣମୂଳରୁ ଛାଡୁଛନ୍ତି ନେତା? ଯାଜପୁର କେନ୍ଦୁଝର ପରେ ମୟୂରଭଞ୍ଜରେ ତୃଣମୂଳରେ ଅସ୍ଥିର। ତୃଣମୂଳ ପରେ ଛାମୁଆଙ୍କ ଚୁପ୍ ରହିବା ଉପରେ ପ୍ରଶ୍ନ। ମୟୂରଭଞ୍ଜରେ ବିଜେଡି ପତ୍ରଝଡ଼ା ଗୋଟିଏ ବଡ଼ ଚର୍ଚ୍ଚା ହେଲାଣି ଓଡ଼ିଶାରେ। ମମତା ମହାନ୍ତଙ୍କ ଯିବା ଗୋଟିଏ ସାମାନ୍ୟ ଘଟଣା ନୁହେଁ। ଜଣେ ସାଂସଦ ପଦରେ ଥାଇ ଛାଡ଼ିବା ଘଟଣା ଗୋଟିଏ ବଡ଼ ଧରଣର ହଲଚଲ ଦେଖାଦେଇଛି। ମୟୂରଭଞ୍ଜରେ କିଛି ବି ଠିକ୍ ନାହିଁ ବୋଲି ସୂଚନା ମିଳିଛି। ଏବେ ନିଜେ ସଭାପତି ସୁଦାମ ମାରାଣ୍ଡି ଚେଷ୍ଟା କରି ଫେଲ୍ ମାରିବାର ଦେଖିବାକୁ ମିଳିଛି ବାରିପଦାରେ। ଆଉ ଏପରି ବି ଶୁଣାଯାଉଛି ସୁଦାମ ମାରାଣ୍ଡି ଏବେ ବିଜେପି ମୁହାଁ ହେଉଛନ୍ତି। ସେପଟେ ବାରିପଦାରେ ବଡ଼ ନେତା ଏବେ ବିଜେପି ମୁହାଁ ହେଉଛନ୍ତି ବୋଲି ଶୁଣିବାକୁ ପଡ଼ୁଛି। ମୁଖରେ ନଥିଲେ ମଧ୍ୟ ଅନ୍ତରରେ ଆଉ କିଛି ଚାଲିଛି ବିଜେଡିରେ। ବାରିପଦାର ଛାମୁଆ ନେତା ଏବେ ପ୍ରତ୍ୟକ୍ଷ ଭାବେ ନହେଲେ ବି ପରୋକ୍ଷରେ ଭାବେ ପାଦ ପକାଇବାକୁ ଆଗଭର ହେଲେଣି ବୋଲି ସୂଚନା ମିଳୁଛି। ମମତା ମହାନ୍ତଙ୍କ ଦ୍ୱାରା ସ୍ଥାପିତ ହେବ କି ମିଶ୍ରଣ ପର୍ବ? ବାରିପଦାରେ ବଡ଼ ଧରଣର ପରିବର୍ତ୍ତନ ହେବ ବୋଲି ସୂତ୍ର ଦ୍ୱାରା ଜଣାପଡ଼ିଛି। ଏଠି ତଳରୁ ଉପର ଯାଏଁ ସବୁ ବଡ଼ ବଡ଼ ନେତା ବିଜେଡିର ବିଜେପିଙ୍କ ସମ୍ପର୍କକୁ ଏଡ଼ାଇ ଦେଇ ହେବନି। ନିଶ୍ଚିତ ଭାବରେ ଆଗକୁ ଆହୁରି ଅନେକ ନେତା ପଦ୍ମ ଧରିବା ସହ ବିଜେଡିକୁ ପର କରି ନୂଆ ସରକାରଙ୍କ ସାଥିରେ ରହିବେ ବୋଲି ଶୁଣିବାକୁ ମିଳିଛି। କିଛି ନେତା ଯେଉଁମାନେ ଅଚଳ ଟଙ୍କା ସେମାନେ ମୁହଁ ଟାଣରେ ଅଛନ୍ତି ସିନା, ହେଲେ ବଡ଼ ଛାମୁଆ ଏବେ ବିଜେପି ମୁହାଁ। ଆଗକୁ କ'ଣ ରୂପ ନେବ ବାରିପଦା ସହର ଆଉ ମୟୂରଭଞ୍ଜ ଦେଖିବାକୁ ବାକି ରହିଲା। ବାରିପଦାରୁ ବ୍ୟୁରୋ ରିପୋର୍ଟ, ପ୍ରାଇମ୍ ଟାଇମ୍ ଓଡ଼ିଆ ନ୍ୟୁଜ୍।